କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ମୋର ଶତକୋଟି ପ୍ରଣାମ। ହୃଦୟ ଭରା କୃତଜ୍ଞତା ତଥା ପରିଚାଳନା ଦାୟିତ୍ୱରେ ଥିବା ଅପାକୁ ମୋର ପ୍ରଣାମ। ମୋର ସମସ୍ତ ମାତୃପ୍ରେମୀ ଅପା ଭାଇଙ୍କୁ ମୋର ପ୍ରଣାମ। ମା ନିଜକୁ ଦେବାର ଅଚିନ୍ତ ମହକେ, ନିଜକୁ ଦେବାର ଅଚିନ୍ତ ମହକେ, ମୁଁ ଯେମିତି ଏକ ପଦ୍ମକଳି ତୁମ ସୁରଭୀର ଦିବ୍ୟ ପରଶେ, ତୁମ ସୁରଭୀର ଦିବ୍ୟ ପରଶେ ମୁକୁଳିତ ହୁଏ ଏତିକି ଅଳି, ଚେତନାରେ ମୋର ଉଇଁ ଆସନିତି ନବ ଦିଗନ୍ତର ସୂରୁଜ ହସ, ଅନୁପମ ଏକ ଆକାଶର ନୀଳେ ଲୋଡୁଥାଏ ସଦା ତୁମ ପରଶ, ତୁମେ ମଧୁମୟୀ ମା ମୁଁ ତୁମରି, ତୁମେ ମଧୁମୟୀ ମା ମୁଁ ତୁମରି, ଆଶା ଭରସା ଏକ ମଧୁକାକଳି, ଗାଉଛି ଗାଇବି ତୁମରି ସଙ୍ଗୀତ, ଗାଉଛି ଗାଇବି ତୁମରି ସଙ୍ଗୀତ, ତୁମ ଅନୁଦାନ ହୃଦୟ ତୋଳି ପ୍ରତିପାଲକରେ ଦେଖୁଥାଏ ସଦା ଅପରୂପ ତୁମ ଶୋଭା ମାଧୁରୀ, ପ୍ରତି ଅନୁଭବେ ନବ ପୁଲକର ମୁକୁଳିତ ଆଶା ଯାଏ ସଞ୍ଚରି, ତୁମେ ମଧୁମୟୀ ମା ମୁଁ ତୁମରି, ତୁମେ ମଧୁମୟୀ ମା ମୁଁ ତୁମରି, ପୁଲକେ ଅଧୀରା ସୁରଲିପି, ଶୁଣୁଛି ତୁମକୁ ମଧୁରେ, ଶୁଣୁଛି ତୁମକୁ ମଧୁରେ, ଏ ଜୀବନ ବା ତୁମରି ଗୀତି, ଏ ଜୀବନ ବା ତୁମରି ଗୀତି, ନିଜକୁ ଦେବାର ଅଚିନ୍ତ ମହକେ, ମୁଁ ଯେମିତି ଏକ ପଦ୍ମକଳି ତୁମ ସୁରଭୀର ଦିବ୍ୟ ପରଶେ, ତୁମ ସୁରଭୀର ଦିବ୍ୟ ପରଶେ ମୁକୁଳିତ ହୁଏ ଏତିକି ଅଳି, ମୁକୁଳିତ ହୁଏ
ଏତିକି ଅଳି ମୁକୁଳିତ ହୁଏ ଏତିକି ଅଳି। ମା ବନ୍ଦେ ମାତରମ୍। କଣ୍ଠ ଭଲ ନାହିଁ, ଥଣ୍ଡାରୁ ସମସ୍ତ ଭାଇକୁ କ୍ଷମା ପ୍ରାର୍ଥନା କରୁଛି। ରହୁଛି। ଅତି ସୁନ୍ଦର ବନ୍ଦନାଟିଏ ଅପା, କଣ୍ଠ ବହୁତ ବଢିଆ ଥିଲା। ଶୁଣିଲା ବେଳକୁ ଆମେ ଯେ ପ୍ରକୃତରେ ଆନ୍ତରିକତାର ସହିତ ଶୁଣୁଥିବା, ନିଜ ଭିତରେ ଗୋଟେ ବ୍ୟାକୁଳତା ସୃଷ୍ଟି ହେଉଥିବ ମାଙ୍କ ପାଖରେ। ତେଣୁ ଏଇ ବନ୍ଦନା ସହିତ ଆଜିର ଆମର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଅପାଙ୍କୁ ବହୁତ ବହୁତ ଧନ୍ୟବାଦ। ଏବେ ଏ ସବୁକୁ ଆମେ ମାଙ୍କ ଚରଣରେ ଅର୍ପଣ କରିବା। ଆମେ ଆସିବା ଦ୍ୱିତୀୟ ପର୍ଯ୍ୟାୟ। ଦ୍ୱିତୀୟ ପର୍ଯ୍ୟାୟରେ ଅଛି ଆଲୋଚନାର ପର୍ଯ୍ୟାୟ। ଆଲୋଚନାର ବିଷୟବସ୍ତୁ ଅଛି ଚେତନାର ଅଭିଯାତ୍ରା। ଆମେ ଭାଇଙ୍କୁ ପ୍ରାୟ ନିୟମିତ ଶୁଣି ଆସୁଛେ। ଭାଇଙ୍କର ପ୍ରଚେଷ୍ଟା ଜାରି ରହିଛି ଆମ ଚେତନାର ଉତ୍ତରଣ ସକାଶେ। ଆମେ ଯଦି ନିଜକୁ ନିଜେ ପଚାରିବା ଆମ ଚେତନା କେତେ ଦୂର ଉତ୍ତରଣ ହେଲାଣି, କେତେ ଦୂର ଆମେ ଅଗ୍ରସର ହୋଇଛେ, ତାହେଲେ ନିଜେ ଅନୁଭବ କରିପାରିବା। ତେଣୁ ଆଜି ଭାଇ ଆମ ଗହଣରେ ଉପସ୍ଥିତ ହୋଇସାରିଛନ୍ତି। ଆମ ସମସ୍ତଙ୍କର ସମ୍ମାନୀୟ ପ୍ରିୟ ବିଧାନ ଭାଇ। ବିଧାନ ଭାଇଙ୍କୁ ସ୍ୱାଗତ, ଶୁଭ ଅପରାହ୍ନ। ଆପଣ ଆଲୋଚନାକୁ ପ୍ରବେଶ କରନ୍ତୁ ଆଉ ଆମକୁ ପୁଣି କିଛି ଚେତନା ବିଷୟରେ ଜ୍ଞାନ ଦିଅନ୍ତୁ। ଆମେ ଯାହାକୁ କି ନିଜ ଜୀବନରେ କାର୍ଯ୍ୟକାରୀ କରି ଚେତନାକୁ ଆମର ଅଗ୍ରସର କରିପାରିବୁ। ଭାଇ ପ୍ରଣାମ। ଭାଇ ବିଧାନ ଭାଇ। ଆଜିର ଏ ଆସନ୍ନ ଶୀତ ସନ୍ଧ୍ୟାରେ ସମସ୍ତ ମାତୃପ୍ରେମୀ ଭାଇ ଭଉଣୀ ମାନଙ୍କୁ ମୁଁ ସ୍ୱାଗତ କରୁଛି, ପ୍ରଣାମ ଜଣାଉଛି। ପରମ କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ କୃପା ଆମ ସମସ୍ତଙ୍କ ଉପରେ ଅଛି ବୋଲି ତ ଆମେ ଏ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରୁଛେ। ସେଥିପାଇଁ ଶ୍ରୀ ଅରବିନ୍ଦ ଆଉ ମାଙ୍କ ପାଖରେ ଆମେ କୃତଜ୍ଞ। ଗତକାଲି ବସିଥିଲି ଘରେ ସନ୍ଧ୍ୟା ବେଳେ, ଗୋଟେ କବିତା କାଇଁ ମନେ ପଇଲା। ମାଙ୍କୁ ଚାହିଁଥିଲି, ମାଙ୍କୁ ଚାହିଁବା ଭିତରେ ମାଙ୍କ ଆଖି ସହିତ ମୁଁ ଆଖି ମିଶେଇଛି। କେତେଟା ଧାଡି ମୋ ପାଖକୁ ପ୍ରଥମେ ଆସିଲା। ସେ ଧାଡି ଗୁଡାକ ଏମିତି ଥିଲା, ମୁଁ ତାକୁ ଟିକେ ଗୀତ ସ୍ୱରରେ ବୋଲି ଦଉଛି। ସାରା ସଂସାରର ଦାୟିତ୍ୱକୁ ତୁମେ ଏକା ନେଇଅଛ ଟେକି, ମୋ ଦାୟିତ୍ୱ ବି ତା ଭିତରେ ଅଛି, ସେଇଥିରେ ମୁଁ ହିଁ ଖୁସି। ସାରା ସଂସାରର ଦାୟିତ୍ୱକୁ ତୁମେ ଏକା ନେଇଅଛ ଟେକି, ମୋ ଦାୟିତ୍ୱ ବି ତା ଭିତରେ ଅଛି, ସେଇଥିରେ ମୁଁ ହିଁ ଖୁସି। ପାଣିଠୁ ପବନ ସବୁ ତୁମ ଦାନ, ତୁମ ଛଡା କେହି ନାହିଁ। ପ୍ରତି ମୁହୂର୍ତ୍ତରେ ତୁମ କଥା ଭାବି କୃତଜ୍ଞ ମୁଁ ହେଉଥାଇ। ସମସ୍ୟା ଆସିଲେ ସାଥିରେ ମୋ ରହି ସମାଧାନ କରିଦିଅ। କେଉଁ କଥା ଅବା ତୁମକୁ ଅଜଣା, ମୋତେ କହିବାକୁ କୁହ। ତୁମ ଆଖିକୁ ମୁଁ ଯେବେ ବି ଚାହିଁଛି, ଆଶାର କିରଣ ଦେଖିଛି। ତୁମ ପାଦ ତଳେ ମଥା ଥୋଇଦେଲେ ଦୁଃଖ ଅବସାଦ ଘୁଞ୍ଚିଛି। ଲୋଡ଼େ ନାହିଁ କେବେ ସୁଖ ବୈଭବ, ଲୋଡ଼େ ମୁଁ ତୁମକୁ ଖାଲି। ତୁମେ ପାଶେ ଥିଲେ ସବୁ ତ ମିଳଇ, ବୁଝିଲେ ବି ଯାଏ ଭୁଲି, ବୁଝିଲେ ବି ଯାଏ ଭୁଲି। ଏଇ କେତେଟା ଧାଡି ମୋ ଭିତରୁ ଯେତେବେଳେ ଆସିଲା, ମାଙ୍କ ପ୍ରତି କୃତଜ୍ଞତା ଆସିଲା।
ଆମେ କେତେ ଅପୂର୍ଣ୍ଣତାରେ ଆମେ ପରିପୂର୍ଣ୍ଣ, ତଥାପି ସେ ଅପୂର୍ଣ୍ଣତାକୁ ଥାଇ ମଧ୍ୟ ଆମ ଭିତରେ ମା ଆମକୁ ତାଙ୍କ ସନ୍ତାନ ହିସାବରେ ଗ୍ରହଣ କରିଛନ୍ତି। ସେଥିପାଇଁ ଆମେ ସମସ୍ତେ ମାଙ୍କ ପାଖରେ ପ୍ରତି ମୁହୂର୍ତ୍ତରେ କୃତଜ୍ଞ ରହିବା। ଗତ ଥରକ ଆମେ ଯୋଉ ଚେତନାର ଅଭିଯାତ୍ରା ପଢୁଛେ, କେବଳ ନିଜକୁ ଗଢିବାର ପ୍ରୟାସ, ନିଜ ଭିତରେ ଯୋଉ ତ୍ରୁଟି ବିଚ୍ୟୁତି ଅଛି, ମୋ ଭିତରେ ଯୋଉ ଭୁଲ ଭାବନା ଅଛି, ଯୋଉ ସ୍ପନ୍ଦନ ଗୁଡିକ ଅଛି, ଆମେ ତାକୁ କେମିତି ଚିହ୍ନିବା, ସେଇ ଯୋଉ ପ୍ରତିକ୍ରିୟାର କେମିତି ଅଭ୍ୟାସ କରିବା, ତାକୁ ଆମେ ଆଲୋଚନା କରୁଛେ ଆଉ ଶ୍ରଦ୍ଧା ବି କରୁଛେ। ଜଣେ ବ୍ୟକ୍ତି କ୍ରୋଧରେ ଆମକୁ କିଛି କହିଲେ, ରାଗିକିରି ଆମକୁ କିଛି କହିଲେ, ସେଇ ସମୟରେ ଆମ ଭିତରେ ପ୍ରତିକ୍ରିୟା କଣ ହଉଛି? ଯଦି ସେଇ କ୍ରୋଧର ପ୍ରତିକ୍ରିୟା ସ୍ୱରୂପ ଆମ ଭିତରେ କିଛି ସ୍ପନ୍ଦନ ସୃଷ୍ଟି ହଉଛି, ତା ଅର୍ଥ ଆମେ ସେ କ୍ରୋଧର ଶିକାର ହେଇସାରିଛୁ। ଯେ ପର୍ଯ୍ୟନ୍ତ ତା କ୍ରୋଧ ଅଛି, ସେ ଯେତେବେଳେ କ୍ରୋଧ ପ୍ରକାଶ କରୁଛି, ଆମେ ଭିତରେ ପୂର୍ଣ୍ଣ ଶାନ୍ତି ଆଉ ନୀରବତା ବଜାୟ ରଖିପାରିଛୁ, ସେତେବେଳେ କ୍ରୋଧିତ ବ୍ୟକ୍ତିର ସେ କ୍ରୋଧ ଆପଣା ଛାଏ ଧୂଆଁ ଭଳି ମିଳେଇଯାଏ। ଏଇଟା ମା କହୁଛନ୍ତି, ମୁଁ ଉପଦେଶ ଭଳି କହୁନି, ତାକୁ ତମେ କାର୍ଯ୍ୟରେ ପରିଣତ କର, ଦେଖ ବାସ୍ତବରେ ହିଁ ସେଇଆ ହବ। ତେଣୁ ଜଣେ କିଛି କହୁଥିଲା ବେଳେ ଆମକୁ ଆମ ଉପରେ ବିରକ୍ତ ହେଇକରି ଆମେ ଯଦି ସେ ବିରକ୍ତିଟାକୁ ଗ୍ରହଣ କରିନେଲୁ, ତାହେଲେ ଆମ ଭିତରେ ପ୍ରତିକ୍ରିୟା ସୃଷ୍ଟି ହବ। ଆମେ ଯଦି ଗ୍ରହଣ ନ କରିବୁ, ତାହେଲେ ସେ ଯୋଉ ପ୍ରତିକ୍ରିୟା ଗୁଡାକ ପ୍ରକାଶ କରୁଥିବ, ତାହା ତା ପାଖକୁ ଫେରିଯିବ, ଆମଠାରୁ ସେ ବେଶୀ କଷ୍ଟ ପାଇବ। ତେଣୁ ଆମେ ଏଇ ଯୋଉ ପ୍ରତିକ୍ରିୟାକୁ କେମିତି ସଫଳ ଭାବରେ ନିଜ ଜୀବନରେ ପ୍ରୟୋଗ କରିପାରିବା, ତାହା ହିଁ ହେଉଛି ମୂଳ କଥା। ଆମର ଗତ ଥରକ ଏଇ ପର୍ଯ୍ୟନ୍ତ ଆଲୋଚନା ହେଇଥିଲା। ଏବେ ଆ ପରଠାରୁ ଆଲୋଚନା। କୌଣସି ଯନ୍ତ୍ରଣାଦାୟକ ସ୍ପନ୍ଦନ ଆମକୁ ଆକ୍ରାନ୍ତ କରିବା ପାଇଁ ଆମେ ଅନୁମତି ଦେଇପାରୁ କିମ୍ବା ଯନ୍ତ୍ରଣା ହେଉଥିବା ସ୍ଥାନଟିର ସୀମା ନିର୍ଦ୍ଧାରିତ କରିଦେଉ। ତାହା ହେଉଛି ଆମ ସିଦ୍ଧିର ପରିମାଣ ଅନୁଯାୟୀ ଆମେ କରୁ। ଆମେ ସେଇ କ୍ଷେତ୍ରରୁ ଆମର ଚେତନାକୁ ବିଯୁକ୍ତ ମଧ୍ୟ କରିଦେଉ। ସେ ଯନ୍ତ୍ରଣାର ପ୍ରଭାବକୁ ମଧ୍ୟ ଆମେ ନଷ୍ଟ କରିଦେଇପାରିବା। ଯଦି ଆମେ ସେଇ ଯନ୍ତ୍ରଣା ହେଉଥିବା ସ୍ଥାନରୁ ଆମ ଚେତନାକୁ ବିଯୁକ୍ତ କରିଦେଇ ପାରିବା, ତେବେ ଆମେ ମଧ୍ୟ ସେ ପ୍ରଭାବକୁ ନଷ୍ଟ କରିଦେଇପାରିବା। ଯେମିତି ଆପଣଙ୍କର ଗୋଟାଏ ଜାଗାରେ ଯନ୍ତ୍ରଣା ହଉଛି, ଆପଣ ଭାବୁଛନ୍ତି ମୋ ସମଗ୍ର ଦେହ ଯନ୍ତ୍ରଣା ହଉଛି। ଯୋଉ ଜାଗାରେ ଯନ୍ତ୍ରଣା ହଉଛି, ସେ ଯନ୍ତ୍ରଣା ସ୍ଥାନରୁ ଆପଣଙ୍କ ଚେତନାକୁ ହଟେଇ ଆଣନ୍ତୁ। ଫଳରେ କଣ ହବ? କିମ୍ବା ଯଦି ସେବାଜ୍ଞା ନ କରିପାରୁଛନ୍ତି, ତେବେ ଯୋଉ ଜାଗାରେ ଯନ୍ତ୍ରଣା ହଉଛି, ତମକୁ ଯାହା ଭଲ ଲାଗେ ତମେ ତା ଭିତରେ ମଜି ରୁହ। ତମକୁ ଗୀତ ଶୁଣିବାକୁ ଭଲ ଲାଗେ, ଗୀତରେ ମଜି ରୁହ। କିମ୍ବା ଗୋଟେ ଲେଖା ଲେଖି କରିବାକୁ ଭଲ ଲାଗେ, ଲେଖା ଲେଖିରେ ସମୟ ଦିଅ। କିମ୍ବା ଚିତ୍ର ଆଙ୍କିବାକୁ ଭଲ ଲାଗେ, ସେ ସମୟରେ ଚିତ୍ର ଆଙ୍କିବାକୁ ସମୟ ଦିଅ। ଦେଖିବ ଯନ୍ତ୍ରଣା ଜାଗାରେ ହଉଥିବ, ତମ ଭିତରେ କିଛି ପ୍ରତିକ୍ରିୟା ସୃଷ୍ଟି ହଉନଥିବ। କାହିଁକି ନା ତୁମେ ତୁମ ଚେତନାକୁ ଆଉ ଗୋଟେ ସ୍ଥାନକୁ ସ୍ଥାନାନ୍ତରିତ କରିଦେଇଛ। ଇଏ ଯଦି ଆମ ସାଧାରଣ ଜୀବନରେ ଆମେ ଅନୁଭବ କରିପାରୁଛେ, ୟାକୁ ମଧ୍ୟ ପ୍ରାକ୍ଟିକାଲ ଆମେ ଜୀବନରେ ପ୍ରୟୋଗ ବି କରିଛେ, କିନ୍ତୁ ଆମେ ଜାଣିପାରିନୁ। ସେଇ କଥା କହୁଛନ୍ତି ଯେ ଆମେ ସେ କ୍ଷେତ୍ରରୁ ଆମର ଚେତନାକୁ ବିଯୁକ୍ତ କରିଦେବା, ସେ ଯନ୍ତ୍ରଣାର ପ୍ରଭାବକୁ ମଧ୍ୟ ଆମେ ନଷ୍ଟ କରିଦେଇ ପାରିବା। ଏଇ ଯୋଉ ସିଦ୍ଧି, ଏର ଚାବିକାଠି ହେଉଛି କେବଳ ନୀରବତା। ନୀରବତା ମାନେ ମନ, ପ୍ରାଣ, ଶରୀର ପ୍ରତିଟି କ୍ଷେତ୍ରରେ ନୀରବତା ରହିବା ଦରକାର, ସକଳ ସ୍ତରରେ। କାରଣ ନୀରବତା ହେଉଛି ବିଭିନ୍ନ ସ୍ପନ୍ଦନକୁ ଚିହ୍ନି ପାରିବ। ଚିହ୍ନି ନେବାର ଅର୍ଥ ହେଉଛି କଣ? ନା ସେମାନଙ୍କ ଉପରେ କ୍ରିୟା କରିପାରିବ। ଆମେ ସିନା ଚିହ୍ନିଲେ ଏଇଟା ହେଉଛି ଭୁଲ ଜିନିଷ, ଏଇଟା ହେଉଛି ଠିକ ଜିନିଷ, ଏଇଟା ହେଉଛି, ଆମେ ଯଦି ଜାଣିପାରିବା ତେବେ ଭୁଲଟାକୁ କାଢିଦବା, ଠିକ ବାଟଟାକୁ ବାଛି ନେବା। ଆମେ ଜାଣିପାରୁନୁ, ସେ ନ ଜାଣିପାରିବାଟା ହେଉଛି ଆମର ଅଜ୍ଞତା। ଆମେ ଜାଣିପାରୁନୁ କାହିଁକି? ନା ଆମେ ବିଭିନ୍ନ ଶକ୍ତିର କବଳରେ ପଡିଛୁ। ଆମ ଭିତରକୁ ଯୋଉ ଅପଶକ୍ତି ମାନେ ପଶି ଆସୁଛନ୍ତି, ଆମକୁ ଯିଏ ଡିଷ୍ଟର୍ବ କରୁଛନ୍ତି ବା ଆମକୁ ଯିଏ ହଇଚଇ ସୃଷ୍ଟି କରୁଛନ୍ତି, ତାର ମୁଖ୍ୟ ଦୁଇଟି ସତ୍ତା ଅଛନ୍ତି। ଗୋଟିଏ ହେଉଛି ଆମ ଅଜ୍ଞାନତା, ଆଉ ଗୋଟେ ହେଉଛି ଅହଂ। ଅଜ୍ଞାନତା ଆଉ ଅହଂ, ଏଇଟା ହେଉଛି ଆମ ସତ୍ତାର ଦୁଇଟି ଦୁର୍ବଳ ଜାଗା। ତେଣୁ ଏଇ ଯୋଉ ଦୁର୍ବଳ, ତାର ସୁଯୋଗ ନେଇକରି ଆମ ଭିତରକୁ ଦୁଷ୍ଟ ବା ଅନ୍ଧକାର ଶକ୍ତି ମାନେ
ପଶି ଆସନ୍ତି ବା ଆମକୁ କବଳିତ କରିନିଅନ୍ତି। ତେଣୁ ଆମ ଭିତରେ ଯୋଉ ଦୁଇ ଦୁର୍ବଳତା ଯେତିକି ପରିମାଣରେ ଅଧିକା ଥିବ ଆମେ ଦୁଷ୍ଟ ଶକ୍ତିର ଶିକାର ବନିଯିବା, ସେତିକି ଅଧିକରୁ ଅଧିକ ଅସହାୟ ଭାବରେ। ତେଣୁ ଏଇ ଦୁଇ ଯୋଉ ସତ୍ତା ଆମକୁ କବଳିତ କରି ପ୍ରତ୍ୟେକ ବ୍ୟକ୍ତିକୁ ରଖିଛନ୍ତି, ଗୋଟେ ହଉଛି ଅଜ୍ଞାନତା ଆଉ ଗୋଟେ ହଉଛି ଅହଂ। ୟାରି ବାଟ ଦେଇକିରି ପଶି ଆସନ୍ତି କୋଉମାନେ ନା ଅପଶକ୍ତି ମାନେ ସବୁ ପଶି ଆସନ୍ତି। ଯୋଉ ଅପଶକ୍ତି ଗୁଡିକ ବା ଯୋଉ ଭାଇବ୍ରେସନ ଗୁଡିକ ଆମ ଭିତରକୁ ପଶି ଆସନ୍ତି ସେମାନେ ଆମ ଭିତରେ ହଇଚଇ ସୃଷ୍ଟି କରନ୍ତି। ତେଣୁ ସେଇ ଯୋଉ ସ୍ପନ୍ଦନକୁ ଆମେ ଚିହ୍ନିବା କେମିତି? ଚିହ୍ନିବା ପାଇଁ ମା ଗୋଟାଏ ମନ୍ତ୍ର ଦେଲେ ବା ଶ୍ରୀ ଅରବିନ୍ଦ ଗୋଟାଏ ମନ୍ତ୍ର ଦେଲେ ଯେ ତୁମେ ନୀରବ ରୁହ। ନୀରବ ହେଲେ ହିଁ ତମେ ସେ ସ୍ପନ୍ଦନକୁ ଚିହ୍ନି ପାରିବ ଆଉ ତାକୁ ଯଥାର୍ଥରେ ତମ କାର୍ଯ୍ୟରେ ଲଗେଇ ପାରିବ। ଦେଖାଯାଏ, ଦେଖନ୍ତୁ ମୁଁ ଗୋଟେ ବହି ପଢୁଥିଲି, ଆପଣ ଯଦି ସବୁଠୁ ନିରସ୍ତ୍ର ହେଇଯିବେ, ସେ ବହିର ନାଁ ମୁଁ କହିଦଉଛି ବ୍ୟକ୍ତିତ୍ୱର ବିକାଶ ବହିର ନାଁ, ସେଟା ଲେଖିଥିଲେ ଗୋଟେ ଡାଲ କାର୍ନେଗୀ, ଇଂରାଜୀ ଲେଖକ। ସେ କହୁଛନ୍ତି ତମେ ମନେ କରାଯାଉ ଯୋଉଠି ନିରସ୍ତ୍ର ହେଇଗଲ, ସବୁ ପ୍ରକାର ଚେଷ୍ଟା ତମର ଫେଲ ମାଇଲା, ସେଠି କେବଳ ଟିକେ ପ୍ରଶଂସା କରିଦିଅ। ମନେ କରାଯାଉ ମୁଁ ଗୋଟେ କଥା କହୁଛି, ଆପଣ ଗୋଟେ ଜାଗାକୁ ଯାଇଛନ୍ତି, ଦେଖୁଛନ୍ତି ଏତେ ଭିଡ, ମୁଁ ତାର ଗୋଟେ ପରୀକ୍ଷା କରିକି ଦେଖିଛି। ସେତେବେଳେ କେନ୍ଦ୍ରାପଡାର ତିନିମୁହାଣୀ ପାଖରେ LIC ଅଫିସଟା ଥିଲା, ଲୋକ ପ୍ରବଳ ଭିଡ, ମାନେ ଲାଇନ ଲାଗିଥିବ। ଆମେ ଯଦି 3 ଘଣ୍ଟା ପୂର୍ବରୁ ଯାଇଥିବୁ, ମାନେ ଆମେ ଲାଇନ ଆସିଲା ବେଳକୁ ଆମକୁ ମାନେ ଆହୁରି ଡେରି ହବ। ତାର ତ 10:30 11ଟା ବେଳଠୁ ଯଦି ଯାଇଥିବୁ ଆମକୁ 1 ସାଢେ 1 ଲାଗିଯିବ ଆମେ ସେ କାଉଣ୍ଟର ପାଖରେ ପହଞ୍ଚିବା ପାଇଁ। ହଠାତ୍ ମୋ ମୁଣ୍ଡକୁ ଗୋଟେ କଥା ଜୁଟିଲା, ମୁଁ ଯାଇକିରି ସେ ଲାଇନ ବାହାରକୁ ଯାଇକିରି ସେ କାଉଣ୍ଟର ପାଖରେ ଛିଡା ହେଲି, କିଛି କହିଲି କାହାକୁ, ଚୁପ୍ ହେଇ ଛିଡା ହେଲି। ସମସ୍ତେ ଖାଲି ମତେ ଅନଉଥାନ୍ତି, କାରଣ ମୁଁ ଧାଡି ବି ଭାଙ୍ଗି ଦେଇଛି, ଛିଡା ହେଇଛି। ସେ ବ୍ୟକ୍ତିଟି କଣ କରିଛି, ତାର କାମ କରି ଚାଲିଛି। ମୁଁ ହଠାତ୍ କହିଲି ଯେ ଯାହା ହଉ ସାରଙ୍କର ମାନେ ମୁଣ୍ଡ କୁଣ୍ଡେଇବାର ଷ୍ଟାଇଲଟା କିନ୍ତୁ ସବୁଠୁ ନିଆରା। ମୋର ଏଟା କହିବା ମାନେ ପ୍ରଶଂସାଟା କେମିତି କହୁଛି, କୋଉ ଲୋକ ବା ସୌନ୍ଦର୍ଯ୍ୟକୁ ଭଲ ନ ପାଆନ୍ତି ବା ନିଜକୁ ନ ଭଲ ପାଏ। ତେଣୁ ମୁଁ ଯେତେବେଳେ ଏତିକି କଥାଟା କହିଦେଇଛି, ସେ ଟିକେ ଖାଲି ମତେ ଆଡେଇକିରି ଅନେଇଲେ, ଗଲା। ମୁଁ ଆଉ କିଛି କହିଲେ ଚୁପଚାପ ଛିଡା ହେଇଥାଏ। କିଛି ସମୟ ପରେ ମୁଁ ଦେଖିଲି ସେ ବ୍ୟକ୍ତି କହିଲେ ମୁଁ ଟିକେ ବାହାରୁ ପାଣି ପିଇକିରି ଆସେ। ବାହାରକୁ ଆସିଲେ, ମତେ ଖାଲି ହାତ ଥରେ ଡାକିଦେଲେ। ମୁଁ ଗଲି, ମତେ କହିଲେ କୁଆଡେ ଆସିଥିଲେ? ମୁଁ କହିଲି ମୁଁ ବି ତାଙ୍କୁ ଚିହ୍ନିନି ଭଲ କି। ମୁଁ କହିଲି କାମ ଥିଲା ଏଇଆ ଟିକେ ଆଉ। ନା ହଉ ଦିଅ ମୁଁ କରିଦଉଛି। ମୁଁ ଦେଖିଲି ପ୍ରଶଂସା ହଉଛି ଗୋଟେ ଏମିତି ଅସ୍ତ୍ର, ଆପଣ ଯୋଉଠି ସବୁଠୁ ନିରସ୍ତ୍ର ହେଇଯିବେ, ପ୍ରଶଂସା ହଉଛି ଆପଣଙ୍କର କାର୍ଯ୍ୟକାରୀ କରିବ। କାହିଁକି ନା ମଣିଷ ଭିତରେ ପ୍ରଶଂସା ପାଇବାର ଯୋଉ ବ୍ୟାକୁଳତା ଅଛି, ଆପଣ ତାକୁ ହିଁ ମାନେ କଣ ଅସ୍ତ୍ର କଲେ, ଫଳରେ ସେ ଆପଣଙ୍କ କଥାଟାକୁ ଶୁଣିଲା। ସେମିତି ପ୍ରତ୍ୟେକ ମଣିଷ ଭିତରେ ଏ ଯୋଉ ଦୁର୍ବଳ ଜାଗା ଅଛି, ସେ ଦୁର୍ବଳତା ମଣିଷ ପାଖରେ ମୁଁ ଭଲ, ଅଲଗା ମାନେ ମୁଁ ନିଜେ ଭଲ ବୋଲି ଅଲଗା ମାନଙ୍କ ଆଗରେ ଦେଖେଇ ହବା, ଏ ଗୁଣ ଗୁଡିକ ମଣିଷ ଭିତରେ ଅଛି। ଅଲଗାଙ୍କ ପାଖରେ ମୁଁ ପ୍ରଶଂସାର ମାନେ ମୁଁ ପ୍ରକୃତିରେ ଯାହା ନୁହଁ, ମତେ ଯଦି ଲୋକ ସେୟା କହୁଥାନ୍ତି ତାହେଲେ ମୁଁ ଆହୁରି ଖୁସି ହୁଏ। ମନେ କରାଯାଉ ଆପଣ ତହସିଲ ଅଫିସ ଯାଇଛନ୍ତି, ପିଅନଟି ବଇଛି, ତାକୁ ଜୀବନରେ କେହି ସାହେବ ବା ବାବୁ ଡାକନ୍ତିନି। ଆପଣ କାମ ଅଛି ତହସିଲଦାରକୁ ଭେଟିବେ, କଣ ଆଉ ସାହେବ ଭଲ ଅଛନ୍ତି, ଯାହା ହଉ ଆଜି ଆପଣଙ୍କୁ ଦେଖିବାର ସୁଯୋଗ ମିଳିଲା। ଏ ପଦ୍ୟ କଥା ଆପଣଙ୍କ ତା ଭିତରକୁ ପ୍ରବେଶ କରିବା ପାଇଁ ଆପଣଙ୍କୁ ବାଟ ଖୋଲିଦେବ। ତେଣୁ ମଣିଷ ଯୋଉଦିନ ତା ନିଜ ଭିତର ନିଜକୁ ଚିହ୍ନି ପାରିବ, ନିଜ ଭିତର ଦୁର୍ବଳତାକୁ ଚିହ୍ନି ପାରିବ, ସେଇଦିନ ସେ ପ୍ରତ୍ୟେକ ସ୍ପନ୍ଦନକୁ ଚିହ୍ନିବାର ମଧ୍ୟ ସକ୍ଷମ ହବ। ସେଥିପାଇଁ ଆମକୁ ଗୋଟେ ନୀରବତାର ଅଭ୍ୟାସ କରିବା ଦରକାର। ଯଦି ନୀରବତା ଆମେ ପ୍ରତ୍ୟେକ ସ୍ତରରେ କରିପାରିବା, ମନରେ ମାନେ କଣ ବିଭିନ୍ନ ଆଡୁ ସାଡୁ କଳ୍ପନା ନ କରିବା, ପ୍ରାଣ ଜଗତକୁ ଉଲ୍ଲସିତ ନ କରିବା, ସବୁ ସ୍ତରରେ ଆମକୁ ନୀରବ ହେବାକୁ ପଡିବ। ନୀରବ ହେଲେ ହିଁ ଆମେ ପ୍ରତ୍ୟେକ କ୍ରିୟାର ଯୋଉ ପ୍ରତିକ୍ରିୟା ଆମ ଆସିବା କଥା ତାହା ଅଲଗା ବାଗରେ ଆସିବ। ଆପଣ କ୍ରୋଧ କଣ, ପ୍ରତ୍ୟେକ ସ୍ପନ୍ଦନ ହଉଛି ସଂକ୍ରମଣଶୀଳ, ସେ ସଂକ୍ରମିତ ହୁଏ। ଯେମିତି ଆପଣଙ୍କୁ ଥଣ୍ଡା ହେଇଛି, ଆପଣ ଗୋଟେ ଗାଡିରେ ଜଣେ 2 ଜଣ ଲୋକଙ୍କ ସାଙ୍ଗରେ ଗଲେ, ସେ ଲୋକଙ୍କୁ ଥଣ୍ଡା ହେଇନଥିବ,
বা ଇନଫେକ୍ସନ କିଛି ନଥିବ ତାଙ୍କୁ ଇନଫେକ୍ସନ ହବ। ଯଦି ସାଧାରଣ ଥଣ୍ଡା କାଶ ବି ଇନଫେକ୍ସନ ହଉଛି, ସ୍ପନ୍ଦନ ତ ଆହୁରି ମାନେ ବିରାଟ କଥା। ତେଣୁ ଇଏ ସ୍ପନ୍ଦନକୁ ଚିହ୍ନିବା ପାଇଁ ପଶୁ ପକ୍ଷୀ ମାନଙ୍କ ଭିତରେ ସେ ପାୱାର ଈଶ୍ୱର ତାଙ୍କୁ ଦେଇଛନ୍ତି। ସେମାନେ ଜାଣିପାରନ୍ତି ଯେ ମତେ ଇଏ ଆକ୍ରମଣ କରିବାକୁ ଆଉଛି ନା ମୋ ପ୍ରତି ତାର ଭଲ ମନୋଭାବ ଅଛି, ସେ ଚିହ୍ନି ପାରନ୍ତି। କିନ୍ତୁ ଆମେ ତାକୁ ଜାଣିପାରୁନା। କାହିଁକି ନା ଆମେ ପ୍ରକୃତିରେ ନୀରବତା ଅବଲମ୍ବନ କରିନୁ। ତେଣୁ ଅନ୍ତର ଅବିଚଳତା ବା ନୀରବତାର ଏଇ ଯୋଉ ଶକ୍ତିର ଆହୁରି ଅର୍ଥପୂର୍ଣ୍ଣ ଉପଯୋଗିତା ମଧ୍ୟ ରହିଛି, ବିଶେଷତଃ ଆମର ମନସ୍ତାତ୍ତ୍ୱିକ ଜୀବନ ନିମନ୍ତେ। ଆମେ ମାନେ ଜାଣୁ ଯେ ପ୍ରାଣ ଜଗତ ହେଉଛି ନାନାଦି ବିଶୃଙ୍ଖଳା ଆଉ ଯନ୍ତ୍ରଣାର ସ୍ଥାନ, କିନ୍ତୁ ଏହା ମଧ୍ୟ ମହାନ ଶକ୍ତିର ଉତ୍ସ। ଯୋଉ ନିଆଁ ଲାଗିଲେ ଆମେ ଖାଦ୍ୟ ରୋଷେଇ କରି ଖାଉଛୁ, ସେଇ ନିଆଁ ଯଦି ଭୁଲ ବାଟରେ ଲାଗିଗଲା ତେବେ ଗୋଟେ ଘରକୁ ମଧ୍ୟ ଧ୍ୱଂସ କରିଦବ, ଗୋଟେ ବ୍ୟକ୍ତିକୁ ମଧ୍ୟ ଧ୍ୱଂସ କରିଦବ। ନିଆଁର ଭୁଲ ନାହିଁ, ବ୍ୟବହାରକାରୀର ଭୁଲ। ସେମିତି ଯୋଉ ପ୍ରାଣ ମହାନ ଶକ୍ତିର ଉତ୍ସ, ସେଇ ପ୍ରାଣ ମଧ୍ୟ ଯନ୍ତ୍ରଣା ଆଉ ବିଶୃଙ୍ଖଳାର ମଧ୍ୟ ଉତ୍ସ। ତେଣୁ ଜୀବନ ଠାରୁ ନିଜକୁ ବିଚ୍ଛିନ୍ନ କରି ନ ଦେଇ ଆମେ ଏଇ ସବୁ ବିଶୃଙ୍ଖଳାକୁ ପ୍ରାଣର ଜୀବନୀ ଶକ୍ତି ଠାରୁ ବିଚ୍ଛିନ୍ନ କରିଦେବା ଉଚିତ। ଏ କଥା କଣ କହିବା ଆବଶ୍ୟକ ଯେ ଜୀବନରେ ନୁହେଁ, ଆମ ନିଜ ଭିତରେ ହିଁ ନାନା ପ୍ରକାର ଗୋଳମାଳ ରହିଥାଏ ଏବଂ ବାହ୍ୟ ପରିସ୍ଥିତି ସବୁ ଆମ ନିଜର ସ୍ୱରୂପକୁ ହିଁ ପ୍ରକାଶ କରେ। ତେଣୁ ଆମ ପାଖରେ ଯୋଉ ଯୋଉ ସମସ୍ୟା ଏବେ ସବୁ ଅଛି, ତାହା ହଉଛି ବାହାର ବ୍ୟକ୍ତିଙ୍କ ଦ୍ୱାରା ସୃଷ୍ଟି ହେଇନି। ସୃଷ୍ଟି ହେଇଛି କାହା ସକାଶେ ନା ଆମ ସକାଶେ ହିଁ ସୃଷ୍ଟି ହେଇଛି। ଆମେ ଯଦି ଆମ ଭିତରେ ଥିବା ବିଶୃଙ୍ଖଳାକୁ ଦୂର କରିପାରିବା, ଆମେ ଯଦି ଭିତରେ ଶୃଙ୍ଖଳିତ ହେଇପାରିବା, ତେବେ ବାହାରେ ଯୋଉ ସମସ୍ୟା ଗୁଡ଼ିକ ଆମକୁ ଦେଖା ଦଉଛି ତାହା ଆଉ ଦେଖାଦବନି। ତା ଅର୍ଥ ଆମେ ଚେତନାରେ ଆଉ ଗୋଟେ ପାହାଚକୁ ଚଢିଲେ। ଯେତେବେଳେ ଆମେ ଆଉ ଗୋଟେ ପାହାଚକୁ ଚଢିବା, ପ୍ରଥମେ ଯୋଉ ବିଶୃଙ୍ଖଳା ଆମକୁ ଦେଖାଯାଉଥିଲା ଆଉ ସେ ବିଶୃଙ୍ଖଳା ଦେଖାଯିବନି, ସେଠି ଆଉ ଗୋଟେ ପ୍ରକାରର ସମସ୍ୟା ଆସି ପହଞ୍ଚିବ। ସେମିତି ଏହା ମଧ୍ୟ ଆମ ନିଜ ଭିତରେ ହିଁ ନାନା ପ୍ରକାର ଗୋଳମାଳ ରହିଥାଏ। ବାହ୍ୟ ପରିସ୍ଥିତି ସବୁ ଆମ ନିଜର ସ୍ୱରୂପକୁ ହିଁ ପ୍ରକାଶ କରେ। ତେଣୁ ବାହାରେ ଯୋଉ ପ୍ରକାର ପରିସ୍ଥିତି ଅଛି, ଅଭାବ ଅସୁବିଧା ଅଛି ବା ଯନ୍ତ୍ରଣା ଅଛି, ତାହାର କାରଣ ହଉଛି ଆଉ କେହି ନୁହନ୍ତି, ମୁଁ ନିଜେ। ମୋ ଭିତରେ କୋଉଠି ଗୋଟେ ଡିଷ୍ଟର୍ବ ହେଇଛି, ମୋ ମନ ଭିତରେ ଡିଷ୍ଟର୍ବ ଅଛି, କିମ୍ବା ମୋ ପ୍ରାଣ ଭିତରେ ଡିଷ୍ଟର୍ବ ଅଛି, କିମ୍ବା ମୋ ଶାରୀରିକ ଅସଙ୍ଗତି କିଛି ଅଛି, ଯାହା ଫଳରେ ମୋର ଏଇ ପ୍ରକାର ସମସ୍ୟା ସବୁ ରହିଛି। ତେଣୁ ମତେ ନିଜକୁ ଟିକେ ଭିତରକୁ ଯିବାକୁ ପଡିବ। ମୁଁ ମୋ ନିଜ ଭିତରେ ଯେତେବେଳେ ନିବଦ୍ଧ ହେବି, ମୋ ଭିତରକୁ ଯେତେବେଳେ ଖୋଜିବି କୋଉ କୋଉ ସତ୍ତା ମାନେ ଏ ବିଶୃଙ୍ଖଳା ପାଇଁ ଦାୟୀ, ଏ ସମସ୍ୟା ପାଇଁ ଦାୟୀ, ସେତେବେଳେ ଆମେ ଜାଣିପାରିବା କାରଣ। ଆଉ ଯଦି ବି ନ ଜାଣିପାରିବା, ଆମ ପାଖରେ ସବୁଠୁ ମହତ୍ତମ ଜିନିଷ ବା ମହତ୍ତମ ସୁଯୋଗ ରହିଛି। ସେ ସୁଯୋଗ ହଉଛି ସ୍ୱୟଂ ଶ୍ରୀ ଅରବିନ୍ଦ ଆଉ ମା। ଆମେ ମାଙ୍କୁ ଜଣେଇବା, ମା ମୋର ଏଇ ସମସ୍ୟା ଆସୁଛି, ମୁଁ ତାକୁ ସମ୍ମୁଖୀନ ହେଇପାରୁନି, ତୁମେ ମୋ ଭିତରେ ରହିକରି ମତେ ତାକୁ ଚିହ୍ନେଇ ଦିଅ, ମୁଁ କେମିତି ତାକୁ ସମ୍ମୁଖୀନ ହେବି ସେ କଥା ମତେ କହିଦିଅ। ତେଣୁ ମା ନିଶ୍ଚୟ କହିଦେବେ। କାହିଁକି ନା ଆମେ ଯଦି ଆନ୍ତରିକ ଭାବରେ ତାଙ୍କୁ ଡାକିବା ବା ଆନ୍ତରିକ ଭାବରେ କହିବା, ମା ଆମକୁ ନିଶ୍ଚୟ ସହାୟତା ଦେବେ। ମନେ କରାଯାଉ ଆପଣଙ୍କ ପିଲା, ସାଧାରଣ କ୍ଷେତ୍ରକୁ ଦେଖନ୍ତୁ, ଆପଣଙ୍କ ପିଲା ଗୋଟେ କିଛି ଭୁଲ କରିଦେଇ ଯାଇଛି, ତା ମା ପାଖରେ ଆସିକିରି କଣ ଶରଣ ପଶିଛି, ମା ମୁଁ ଏମିତି ଭୁଲ କରିଦେଇଛି ଗୋଟେ। ତା ମା କଣ କରେ, ପିଲାକୁ ପଛକୁ ହଟେଇ ଦବ, ସେ ନିଜେ ଆଗେ ଯାଇ ଛିଡା ହବ ସେ ସମସ୍ୟା ପାଖରେ, ଆଉ ସେ ସମସ୍ୟାକୁ କେମିତି ଅତିକ୍ରମ କରିହବ ତାର ବାଟ ଖୋଜିବ। ସେମିତି ଇଏ ତ ସ୍ୱୟଂ ଦିବ୍ୟ ଜନନୀ, ସେ ଆମକୁ ତାଙ୍କ ସନ୍ତାନ ହିସାବରେ ଗ୍ରହଣ କରିଛନ୍ତି। ଯେତେବେଳେ ଆମ ଜୀବନରେ କୌଣସି ଝଡ଼ ଝଞ୍ଜା ଆସେ, କୌଣସି ବିପତ୍ତି ଆସେ, କୌଣସି ସମସ୍ୟା ଆସେ, ମା କଣ କରନ୍ତି, ଆମକୁ ପଛକୁ ଛାଡି ଦେଇକିରି ସେ ନିଜେ ଆଗରେ ଛିଡା ହୁଅନ୍ତି, ସେ ସମସ୍ୟାକୁ ନିଜେ ସେ ସମ୍ମୁଖୀନ ହୁଅନ୍ତି। ତେଣୁ ଆଠାରୁ ବଳି ସହାୟତା, ଆଠାରୁ ବଳି ଆଶ୍ୱାସନା ଆମ ଜୀବନରେ କଣ ଅଛି? ଏମିତି କୋଉ ସମସ୍ୟା ଅଛି ଯାହା ମାଙ୍କ ପାଖରେ କହିଲେ ସମାଧାନ ନ ହେଇଛି? ତେଣୁ ମା କେତେ କରୁଣାମୟୀ, ସେ ତାଙ୍କ ସନ୍ତାନକୁ କେତେ ଭଲ ପାଆନ୍ତି, ଏଇଥିରୁ ହିଁ ତାର ପ୍ରମାଣ।
ତେଣୁ ଏକଥା କ'ଣ କହିବା ଆବଶ୍ୟକ ଯେ ଜୀବନରେ ନୁହେଁ, ଆମେ ଆମ ନିଜ ଭିତରେ ହିଁ ନାନା ପ୍ରକାର ଗୋଳମାଳ ରହିଛି ଏବଂ ବାହ୍ୟ ପରିସ୍ଥିତି ସବୁ ନିଜର ସ୍ୱରୂପକୁ ହିଁ ପ୍ରକାଶ କରୁଛି। ପ୍ରାଣ ଜଗତର ପ୍ରଧାନ ସମସ୍ୟା ହେଉଛି ଏହା ମଧ୍ୟକୁ ଯାହା କିଛି ଆସେ ତା ସହିତ ସେ ନିଜକୁ ଅଭିନ୍ନ ବୋଲି ମନେ କରେ। ସେ କହେ ଇଏ ହେଉଛି ମୋ ଯନ୍ତ୍ରଣା, ମୋ ହତାଶା, ମୋ ବ୍ୟକ୍ତିତ୍ୱ, ମୋ ବାସନା। ନିଜେ ପ୍ରକୃତିରେ ଯାହା ନୁହେଁ ସେହିପରି କେତେ ଗୁଡ଼ାଏ ମୁଁକୁ ସେ ନିଜେ ବୋଲି ମନେ କରେ। ତେଣୁ ଆମେ ଦେଖିଥିବା ଆମ ଭିତରେ ବହୁତ ଅଗ୍ରରୁଚି ରହିଥାଏ। ଅଗ୍ରରୁଚି ମାନେ କ'ଣ ନା, ମନେ କରାଯାଉ ମୁଁ ପାଠ ଚକ୍ରରେ ଏବେ ଚାଲିଛି, ଆଲୋଚନା ହେଉଛି, ଆମେ ଏଠି ନଥିବୁ, ଆମ ମନ କ'ଣ ହୁଏ ନା ବେଳେ ବେଳେ ଆଉ ଗୋଟେ ଜାଗାକୁ ପଳେଇଥିବ, ଆମ ଶରୀରଟା ବଇଥିବ, ଆମ ମନ ଆଉ ଗୋଟେ ଜାଗାରେ ବୁଲୁଥିବ। ଫଳରେ ଆମେ ଯୋଉ ଆଲୋଚନାଟା ହଉଥିବ ଆମେ ତାକୁ ଠିକ ଢଙ୍ଗରେ ଶୁଣି ପାରୁନା। ଦେଖିଥିବେ ବେଳେ ବେଳେ ପଚାରେ ସେ କ'ଣ ଆଲୋଚନା ହଉଥିଲା, ମୁଁ ଟିକେ ଅନ୍ୟମନସ୍କ ଥିଲି। ଆରେ ଅନ୍ୟମନସ୍କ କାହିଁ ରହିଲୁ? ଆମେ ଯୋଉ କାମ କରୁଛେ ଯଦି ଆମେ ସେଇଥିରେ ହିଁ ନିବଦ୍ଧ ରହିବା, ମନକୁ ଆଉ କୋଉଠି ଡିଷ୍ଟର୍ବ କରିବା ନାହିଁ, ତେବେ ଦେଖିବା ଆମ ସେ କାମଟି ପୂର୍ଣ୍ଣତା ଲାଭ କରିବ। କିନ୍ତୁ ଆମେ ସେ କଥା କରୁନା। ଆମ ଭିତରେ ପ୍ରବଳ ଅଗ୍ରରୁଚି ରହିଥାଏ। ମୁଁ ଗାଧଉଛି, ଗାଧେଇ ସାରିଲା ପରେ କ'ଣ କରିବି ସେ କଥା ମୁଣ୍ଡରେ ପଇଥିବ। ଗାଧେଇ ସାରିଲା ପରେ ଖାଇବାକୁ ଆସିବି, ଖାଇଲା ପରେ କ'ଣ କରିବାକୁ ଯିବି ସେ କଥା ମୁଣ୍ଡରେ ପଶିଥିବ। ତା ଅର୍ଥ ଆମେ ଯୋଉ କାମ କରୁଛୁ ସେଇ କାମ ଭିତରେ କେବେ ନଉଥାଉ। ଯାହା ସକାଶେ ହିଁ ବିଶୃଙ୍ଖଳା, ଯାହା ସକାଶେ ହିଁ ସମସ୍ୟା, ଯାହା ସକାଶେ ହିଁ ବାହ୍ୟ ପରିସ୍ଥିତି ଆମର ଏଇ ଅବସ୍ଥାରେ ଅଛି। ତେଣୁ ଆମକୁ ଏଠି କରିବାର କ'ଣ ଅଛି ନା, ଆମେ ଯେତେବେଳେ ଯୋଉ କାମ କରୁଛେ ଆମେ ତାରି ଭିତରେ ହିଁ ନିବଦ୍ଧ ରହିବା। ଫଳରେ କ'ଣ ହବ ନା ସେ କାମରେ ପୂର୍ଣ୍ଣତା ଆସିବ, ସେ କାମ ଆମକୁ ଆତ୍ମସନ୍ତୋଷ ଦବ। ସେଥିପାଇଁ କହନ୍ତି ଯେ କୌଣସି ଫଳ ଆଶା ନ ରଖି କର୍ମ କରିଯାଅ। ଫଳ ଆଶା, ଆରେ ମୁଁ ଏଇ କାମଟା କରୁଛି, ପ୍ରତ୍ୟେକ କାମର ଗୋଟେ ଫଳ ନିଶ୍ଚୟ ଅଛି। ଆପଣ ଯଦି ଭଲ କାମ କରୁଥିବେ ଭଲ ଫଳ ଥୁଆ ହେଇଥିବ, ଆପଣ ଯଦି ମନ୍ଦ କର୍ମ କିଛି କରୁଥିବେ ମନ୍ଦ କର୍ମର ଫଳ ଥୁଆ ହେଇଥିବ। ଫଳ ନିଶ୍ଚୟ ଅଛି, କିନ୍ତୁ ତାହା ସକାଶେ ଆପଣ କାମ କରୁଛନ୍ତି ସେ ଭାବନାଟାକୁ ଛାଡ଼ି ଦିଅନ୍ତୁ। ମୁଁ ଫାଷ୍ଟ ହେବା ପାଇଁ, ଶ୍ରେଣୀରେ ପ୍ରଥମ ହେବା ପାଇଁ ପାଠ ପଢିବି, ଆଉ ପାଠ ପଢି ଫାଷ୍ଟ ହେବି, ଏ ଦିଟା ସମ୍ପୂର୍ଣ୍ଣ ଅଲଗା କଥା। ଜଣେ ଭଲ କାମ କରି ପ୍ରମୋସନ ପାଉଛି, ଜଣେ ପ୍ରମୋସନ ପାଇଁ ଭଲ କାମ ଗୁଡ଼ିଏ ଏବେ କରୁଛି, ଏ ଦିଟା ମଧ୍ୟ ଭିନ୍ନ କଥା। ତେଣୁ ଆମର ଦୈନନ୍ଦିନ ଜୀବନ ହେବା ଦରକାର, ଆମେ ଯାହା କରିବୁ ସବୁଥିରେ ଆନ୍ତରିକତା ଯୁକ୍ତ ହୋଇ କରିବୁ, ଆନନ୍ଦର ସହିତ କରିବୁ। ମତେ ମା ଏ ଦାୟିତ୍ୱ ଦେଇଛନ୍ତି, ମୋ ଦ୍ୱାରା ଏହା ସମ୍ପନ୍ନ ହେଇପାରିବ ବୋଲି ମା ସେ ଆଶା ବି ରଖିଛନ୍ତି। ଏଇ ଭାବନା ଯଦି ଆମେ ମନ ଭିତରେ ପୋଷଣ କରିବା, ଆଉ ପ୍ରତି ମୁହୂର୍ତ୍ତରେ ଭାବୁଥିବା ମା ମତେ ଚାହିଁଛନ୍ତି, ମା ମୋ ପ୍ରତ୍ୟେକ କାର୍ଯ୍ୟକୁ ଦେଖୁଛନ୍ତି, ଯଦି ଏଇ କଥା ମନ ଭିତରେ ରହିବ ତେବେ ଆମ ମନ ଆଉ କୁଆଡକୁ ଡିଷ୍ଟର୍ବ ହବ ନାହିଁ, କୁଆଡେ ଏଣେତେଣେ ହବନି। ଫଳରେ କ'ଣ ହବ ନା ଆମେ ସେ କାମ ଭିତରେ ହିଁ ନିବଦ୍ଧ ରହିବା, ସେ କାମ ଭିତରେ ଗୋଟେ ପୂର୍ଣ୍ଣତା ଆସିବ। ତେଣୁ ଆମେ ଅନ୍ୟ ମନସ୍କ ହବା ନାହିଁ। ଆମେ ଯଦି ଦୃଢ ନିଶ୍ଚିତ ହେଇଯାଉ ଯେ ଏସବୁ ଆମର, ପ୍ରତ୍ୟେକ କୌଣସି ଯୋଉ କ୍ରିୟା ପ୍ରତିକ୍ରିୟା ଗୁଡ଼ିକ ହଉଛି ଆମେ ଭାବି ନେଉଛୁ ଏସବୁ ଆମର ନା। ବେଳେ ବେଳେ କ'ଣ ହୁଏ, ଏ ବିଶ୍ୱ ପ୍ରକୃତି ଆମର ଯୋଉ ପ୍ରାଣଟି ଅଛି ବା ପ୍ରାଣସ୍ତର ଅଛି ବା ମନସ୍ତର ଅଛି ବା ମନର ଜଗତ ବା ପ୍ରାଣର ଜଗତ ଅଛି, ତା ଛଡା ଏଇ ମନର ଆଉ ଗୋଟେ ବିରାଟ ଜଗତ ଅଛି, ବିଶ୍ୱର ମନ ଜଗତ। ପ୍ରାଣର ସେମିତି ବିଶ୍ୱ ପ୍ରାଣ ଜଗତ। ସେଠି ଯୋଉ କ୍ରିୟା ପ୍ରତିକ୍ରିୟା ସବୁ ଆସେ ତା ମୋ ଭିତରେ କ'ଣ ହୁଏ, ମୁଁ ଯଦି ସେଆଡକୁ ରିସିପ୍ଟିଭିଟି ଥିବ ବା ନିଜକୁ ଖୋଲି ଧରିଥିବି, ସେଇ କ୍ରିୟା ଗୁଡାକ ମଧ୍ୟ ମୋ ଭିତରେ ପ୍ରତିକ୍ରିୟା ସୃଷ୍ଟି କରିବ। ତେଣୁ ଆମକୁ କ'ଣ କରିବାକୁ ପଡିବ ନା, ଆମକୁ ଗୋଟେ ଶୃଙ୍ଖଳାର ଆବଶ୍ୟକ ଦରକାର। ସେ ଶୃଙ୍ଖଳା ହଉଛି ନିରବତାର ଶୃଙ୍ଖଳା ବା ନିରବତାର ଅଭ୍ୟାସ। କେବଳ ଆପେ ଆପେ ନଷ୍ଟ ହେବା ପର୍ଯ୍ୟନ୍ତ ସେ କ୍ଷୁଦ୍ର ପରିବାରଟିକୁ ସହାୟକ ନେବାକୁ ପଡିବ। କିନ୍ତୁ ଆମେ ଯଦି ଭିତରେ ନିରବ ରହିପାରୁ, ଆମେ ସ୍ପଷ୍ଟ ଦେଖିପାରିବା ଯେ ଏ ସବୁ କିଛି ଆମର ନୁହନ୍ତି, ସବୁ କିଛି ବାହାରୁ ଆସିଛନ୍ତି, ଇଏ ସବୁ ବାହାର ଜଗତରୁ ଆସିଛନ୍ତି, ଅର୍ଥାତ୍ ମାନେ ବିଶ୍ୱ ପ୍ରାଣ ଜଗତରୁ ଆସିଛି ବା ବିଶ୍ୱ ମନ ଜଗତ ଭିତରୁ ଏ ପ୍ରତିକ୍ରିୟା ଗୁଡାକ ସବୁ ଆସିଛି। ତେଣୁ ଆମେ ସବୁବେଳେ ସମାନ ସଂକ୍ରାମକ ସ୍ପନ୍ଦନକୁ ସ୍ୱୀକାର କରିନେଉ। ମନେ କରାଯାଉ ତୁମେ କୌଣସି ବ୍ୟକ୍ତି ସହିତ ଅଛ, ଭିତରେ ତୁମ ଖୁବ୍ ନିରବୀ ମଧ୍ୟ ଅଛ, ଭିତରେ ମଧ୍ୟ ଖୁବ୍ ନିରବ ଅଛ, ଯଦ୍ୱାରା ସ୍ୱାଭାବିକ ଭାବରେ କଥାବାର୍ତ୍ତା କରିବା, କାମ କରିବା
କିଛି ବ୍ୟାହତ ହଉନି, ହଠାତ୍ ଏଇ ସ୍ୱଚ୍ଛ ଅବସ୍ଥାରେ ତୁମେ ଅନୁଭବ କର ଯେ କିଛି ଗୋଟେ ତୁମର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛି, ତୁମ ମଧ୍ୟରେ ପ୍ରବେଶ କରିବାକୁ ଚାହୁଁଛି। ତୁମେ ପାରିପାର୍ଶ୍ୱିକ ବାୟୁମଣ୍ଡଳରେ କିଛି ଗୋଟେ ଚାପ ବା ସ୍ପନ୍ଦନ ଅନୁଭବ କରୁଛ, ସେଇ ସ୍ପନ୍ଦନ ଗୁଡ଼ିକୁ ଗ୍ରହଣ କରି ନେଉଛ। ତୁମେ ଦେଖିବ ଯେ କେତେ ମିନିଟ ଭିତରେ ତୁମେ ଏକ ହତାଶା ସହିତ ସଂଗ୍ରାମ କରୁଛ, ସେ ସଂକ୍ରମଣ ଦ୍ୱାରା ତୁମେ ଆକ୍ରାନ୍ତ ହେଇସାରିଛ। ତେଣୁ ଏଥିରୁ ଆମେ କଣ ଜାଣିଲେ ଯେ ସ୍ପନ୍ଦନ ଗୁଡ଼ିକ ସବୁବେଳେ ସଂକ୍ରାମକ। ଆମେ ଯଦି ନୀରବ ରହିପାରିବା, ନୀରବ ରହିଲେ କଣ ହବ ନା ଆମେ ଦେଖିପାରିବା କୌଣସି ସ୍ପନ୍ଦନ ଯେତେବେଳେ ମୋ ଭିତରକୁ ପ୍ରବେଶ କରିବ ସେତେବେଳେ ସେ ମୋତେ ଅନୁମତି ମାଗିବ। ମୁଁ ଯଦି ଅନୁମତି ଦେଲି ବା କନସେଣ୍ଟ ଦେଲି, ହଁ ତମେ ଆସ, ତାହେଲେ ସେ ମୋ ଭିତରକୁ ପ୍ରବେଶ କରିବ ଆଉ ହଇଚଇ ସୃଷ୍ଟି କରିବ। କିନ୍ତୁ ମୁଁ ଯଦି ତାକୁ ଅନୁମତି ନ ଦେବି କେବେ ହଇଚଇ ସୃଷ୍ଟି କରିବନି। ମନେକର ସାଧାରଣ ଆମେ ଗୋଟେ ଉଦାହରଣ ନେବା, ମୁଁ ବିଲକୁଲ ଚାହା ପିଏ ନା, ମତେ ଜଣେ ଶୀତ ଦିନ ହେଇଛି ଗୋଟେ ଚା ଦେଲା, କହିଲା ଭାଇ ଆଉ ସକାଳୁ ଦେଖା ହେଲେ ଆଉ ଟିକେ ଚା ପିଅନ୍ତୁ। ମୁଁ କହିଲି ନାଇଁ ଭାଇ ମୁଁ ଟିକେ ଚାହା ପିଏ ନା, ମୋର ଟିକେ ମାନେ ତା ପ୍ରତି ଇଏ ଅଛି, ମୁଁ ଚାହା ପିଏ ନା, ମୋର ଦେହ ପାଇଁ ଟିକେ ଖରାପ ସିଏ। ଆପଣ ସେ ଯେତେ ପ୍ରକାର ଅନୁରୋଧ କଲେ ବି ଆପଣ ଯଦି ଆପଣଙ୍କ ସେଇ କଥାରେ ଷ୍ଟିକ୍ ରହିପାରିବେ ତାହେଲେ ଆପଣଙ୍କୁ ସେ ପ୍ରଭାବିତ କରିପାରିବନି, ବା ଆପଣ ଯଦି ସେ ଚାହୁଁଥିବା କଥାକୁ ଯଦି ଆପଣ ଗ୍ରହଣ କରିନେଲେ ତାହେଲେ ଆପଣ ସେଥିରେ ଆକ୍ରାନ୍ତ ହେଲେ, ଯଦି ଗ୍ରହଣ ନ କଲେ ତାହେଲେ ସେ କଥା ଆପଣଙ୍କୁ ଆକ୍ରାନ୍ତ କରିବନି। ସେମିତି କୌଣସି ଯେତେବେଳେ ସ୍ପନ୍ଦନ ଆମ ଭିତରକୁ ପ୍ରବେଶ କରେ ସେତେବେଳେ ସେ ଆମକୁ ଅନୁମତି ମାଗେ। ଆମେ ଯଦି ସେଥିରେ ଅନୁମତି ଦେଇଦେଲୁ ତେବେ କଣ ହବ ନା ଆମ ଭିତରେ ସେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିବ। ତେଣୁ ଆମ ସେଇଥିପାଇଁ କହୁଛନ୍ତି, ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ଆମ ଚାରିପଟରେ ଗୋଟେ ସୁରକ୍ଷାର କବଚ ଅଛି ବା ଗୋଟେ ବରଫର କ୍ଷେତ୍ର ଅଛି। ତେଣୁ ପ୍ରଥମେ ଯେତେବେଳେ କୌଣସି ସ୍ପନ୍ଦନ ଆମ ଭିତରକୁ ପ୍ରବେଶ କରି, ରୋଗ ହଉ କିମ୍ବା ଯନ୍ତ୍ରଣା ହଉ କିମ୍ବା କୌଣସି ଅପମାନ ଦେଲା ଭଳିଆ କଥା ବି ହଉ, ଯେତେବେଳେ ମୋ ଭିତରକୁ ପ୍ରବେଶ କରିବ, ପ୍ରବେଶ କରିବା ପୂର୍ବରୁ ଆଗ ସେ ବରଫ କ୍ଷେତ୍ରକୁ ଟିକେ ଆସିବ। ତାର ତ ମୋ ଚାରିପଟରେ ଯୋଉ ସୁରକ୍ଷାର ପାଚେରୀ ଅଛି ସେ ସୁରକ୍ଷାର ପାଚେରୀ କତିକି ଆଗ ଆସିକି ନକିଂ କରିବ ବା ସେ ଡୁଅରରେ ଠକ୍ ଠକ୍ କରିବ। ମୁଁ ଯଦି ନ ଖୋଲିଲି ତାହେଲେ ସେ ସେଇ ଠକ୍ ଠକ୍ କରିକି ଚାଲିଯିବ। କିନ୍ତୁ ମୁଁ ଯଦି ଟିକେ ଖୋଲିବା, କିଏ ଆସୁଛି କାହିଁକି ବାଡଉଛି, ମୁଁ ଯଦି ଟିକେ ଖୋଲିଦେଲି ତାହେଲେ ସେ ତା ଅର୍ଥ ମୁଁ ଜାଣିବାକୁ ଚାହୁଁଛି ଯେ ସେ କିଏ ପ୍ରକୃତରେ ଆଉଛି। ମୁଁ ଯଦି ତାକୁ ସେଇ ଖୋଲିଲା ପରେ ବି ମୁଁ ଯଦି ଚିହ୍ନି ପାରିଲି ଯେ ଇଏ ଆସିକି ମୋ ଭିତରେ ଡିଷ୍ଟର୍ବ କରିବାକୁ ଚାହୁଁଛି, ତାହେଲେ ମୁଁ ତାକୁ ସେଇଠୁ ରୋକି ଦେଇପାରିବି। କିନ୍ତୁ ମୁଁ ସାଧାରଣତଃ ଚିହ୍ନି ପାରେ ନା, ସେ ଦୃଷ୍ଟି ମୋ ପାଖରେ ଆସେ ନା। ନ ଆସିବା ଫଳରେ ମୋ ଭିତରକୁ ସେ ସ୍ପନ୍ଦନଟି ପ୍ରବେଶ କରେ ବା ରୋଗଟି ପ୍ରବେଶ କରେ। ପ୍ରବେଶ କଲା ପରେ ସେ କଣ କରେ, ତାହା କ୍ରିୟା ପ୍ରତିକ୍ରିୟା ସବୁ ଆରମ୍ଭ କରିଦେବ। ସେତେବେଳେ ମୁଁ ଭାବିନି କଣ ନା ଏଇଟା ସବୁ ମୋରି ହଉଛି, କିନ୍ତୁ ପ୍ରକୃତରେ ଏଇଟା ମୋର ନୁହଁ, ଏଇଟା ବାହାରୁ ଆସିଛି। ଏ କଥା କେତେବେଳେ ଆମେ ଜାଣିବା? ଯଦି ଆମ ଜୀବନରେ ଆମେ ଯୋଉ ଲକ୍ଷ୍ୟ ସ୍ଥିର କରିଛେ, କୋଉ ପ୍ରକାର ଲକ୍ଷ୍ୟ ସ୍ଥିର କରିଛେ? ଯାଉ ଯାଉ ଯାହା ମିଳିଲା ତାକୁ ଗୋଟେ ଲକ୍ଷ୍ୟ କରିଛେ, ନା ଗୋଟେ ନିର୍ଦ୍ଦିଷ୍ଟ କିଛି ଲକ୍ଷ୍ୟ ରଖିକିରି ଆମେ ଯାତ୍ରା କରୁଛେ? ଆମେ ଯଦି ଜୀବନରେ ଗୋଟେ ନିର୍ଦ୍ଦିଷ୍ଟ କୌଣସି ଲକ୍ଷ୍ୟ ରଖି ଯଦି ଯାତ୍ରା କରିବା ତେବେ ଆମେ ନିଶ୍ଚୟ ଆମ ମାନେ ଯାତ୍ରାରେ ଭଗବାନଙ୍କର ବା ମାଙ୍କର ସହାୟତା ନିଶ୍ଚୟ ମିଳିବ, ଆମେ ଆମ ଲକ୍ଷ୍ୟରେ ପହଞ୍ଚିବା। ତେଣୁ ଆମର ଲକ୍ଷ୍ୟ ଉପରେ ଆମ ଜୀବନର ମାନ ମଧ୍ୟ ନିର୍ଭର କରେ। ମୋ ଲକ୍ଷ୍ୟଟା କୋଉ ପ୍ରକାର? ମୁଁ ଜୀବନରେ ଭଗବାନଙ୍କ ବ୍ୟତୀତ ଆଉ କିଛି ଚାହୁଁନାହିଁ, ତାଙ୍କୁ ହିଁ ମୁଁ ଗ୍ରହଣ କରିବି, ତାଙ୍କୁ ହିଁ ପ୍ରକାଶ କରିବି ମୋର ପ୍ରତ୍ୟେକ କାର୍ଯ୍ୟରେ, ଏ କଥା ଯଦି ମୋ ଜୀବନରେ ଲକ୍ଷ୍ୟ ହୁଏ ତାହେଲେ ଭଗବାନଙ୍କର ସହାୟତା ମୁଁ ଯୋଉ ସମୟରେ ଖୋଜିଲେ ବି, ଆନ୍ତରିକ ଭାବରେ ଖୋଜିଲେ ବି ନିଶ୍ଚୟ ମିଳିବ। କିନ୍ତୁ ମୁଁ ପ୍ରକୃତିରେ ଆନ୍ତରିକ କି? ମୁଁ ବୁଝିଲେଣି ତ ମୋ ଜୀବନର ବାସ୍ତବ ଲକ୍ଷ୍ୟ କଣ? ଆମେ ସେଇ ବୁଝିନୁ ବୋଲି ତ ଆମ ଜୀବନରେ ଏତେ ବିଶୃଙ୍ଖଳା, ଏତେ ହଇଚଇ, ଏତେ ଅସଙ୍ଗତି। ତେଣୁ ସେ ଅସଙ୍ଗତିକୁ ମା କୃପାମୟୀ ନିଶ୍ଚୟ ସମାଧାନ କରିଦେବେ ଯଦି ଆପଣ ତାଙ୍କ ସହିତ ଲାଗି ରହିଥିବେ। ଯୁଆଡେ ଯାଆନ୍ତୁ, ଯାହା ବି କରନ୍ତୁ, ତାଙ୍କୁ ଆଖି ଆଗରେ ରଖି କରନ୍ତୁ। ଆଉ ପ୍ରତି ମୁହୂର୍ତ୍ତରେ ଭାବନ୍ତୁ ମା ମତେ ଦେଖୁଛନ୍ତି। ଯେତେବେଳେ କୌଣସି କଷ୍ଟ ଆସୁଛି ଆପଣ ଭାବନ୍ତୁ ମା ମତେ ତାଙ୍କୁ କୋଳରେ ଧାରଣ କରିଛନ୍ତି। ସେତେବେଳେ କଣ ହବ ନା ଆପଣଙ୍କ ଭିତରେ ଗୋଟେ ଭରସା ଆସିବ ଯେ ସତରେ ମା ହିଁ ମତେ ମୋ ଜୀବନକୁ ପରିଚାଳିତ କରୁଛନ୍ତି।
ଯାହା ଜୀବନର ଲକ୍ଷ୍ୟ ହବ ଈଶ୍ୱର ପ୍ରାପ୍ତି ବା ଈଶ୍ୱର ହିଁ ସବୁ କିଛି, ଈଶ୍ୱରଙ୍କ ବ୍ୟତୀତ ମୁଁ କିଛି ଚାହେଁ ନା, ତା ଜୀବନରେ ସବୁ କିଛି ସମ୍ଭବ ହବ। ସେ ଯାହା ଚାହିଁ ନଥିବ ତା ଜୀବନରେ ମଧ୍ୟ ଘଟିଯିବ। ଯୋଉ କଥା ତା ସ୍ୱପ୍ନରେ କେବେ ଭାବି ନଥିବ ସେମିତିଆ ଜିନିଷ ସବୁ ଘଟି ଦିଆଯିବ। କାରଣ ତୁମେ ଯାହାକୁ ଜୀବନରେ ସାଥୀ କରିଛ ସିଏ ସବୁ ଐଶ୍ୱର୍ଯ୍ୟର ଦାତା, ସବୁ ଆନନ୍ଦର ଦାତା, ତାଙ୍କ ଛଡା ଆଉ କେହି ଦେଇପାରିବେନି ତୁମକୁ। ଯେତେବେଳେ ଏଇ ଉପଲବ୍ଧି ତୁମ ଜୀବନରେ ଆସିବ ସେତେବେଳେ ତୁମେ ଆଉ କାହାର ସହାୟତା ଲୋଡ଼ିବନି। ଯଦି ଲୋଡ଼ିବ କେବଳ ଈଶ୍ୱରଙ୍କର ଲୋଡ଼ିବ। ଆଉ ସେ ଈଶ୍ୱର କୋଉଠି ଅଛନ୍ତି କି? ଏ ମନ୍ଦିର ଭିତରେ? ମା ତ କୋଉଠି କହିନାହାନ୍ତି ଏ କଥା ଯେ ଈଶ୍ୱରଙ୍କୁ ଖୋଜିବା ପାଇଁ ମନ୍ଦିର ଯାଅ, ଗୁରୁଦ୍ୱାର ଯାଅ, କୋଉଠି କହିନାହାନ୍ତି ଏ କଥା। ଈଶ୍ୱରଙ୍କୁ ତୁମେ ନିଜେ ଧାରଣ କରିଛ, ଅର୍ଥାତ୍ ୟୁ ଆର୍ ଦ ଡିଭାଇନ୍, ତୁମେ ଜଣେ ଈଶ୍ୱର। ଏ କଥା ଯେତେବେଳେ ମା ମୁଁ କହୁଛନ୍ତି ଆମେ ସତରେ ବୁଝିପାରୁଛୁ ତ ମୁଁ ନିଜେ ଈଶ୍ୱର ବୋଲି? ମୋ ଭିତରେ ସେ ସତ୍ତା ଅଛନ୍ତି, ମୁଁ ତାଙ୍କୁ ଜାଗ୍ରତ ଭାବରେ ଯଦି ମୋ ଜୀବନରେ ପ୍ରୟୋଗ କରିବି ବା ଧାରଣ କରିପାରିବି, ତାଙ୍କରି ନିର୍ଦ୍ଦେଶରେ ମୋ ଜୀବନକୁ ପରିଚାଳିତ କରିବି, ତାହେଲେ ତୁମେ ହିଁ ଈଶ୍ୱର ହୋଇ ଉଠିବ। ଏଠି ଶ୍ରୀ ଅରବିନ୍ଦଙ୍କ କଥା ହଉ କିମ୍ବା ମାଙ୍କ କଥା ହଉ, ଇଏ ଉପଦେଶ କଥା କିଛି ନାହିଁ, ସବୁ ହଉଛି କ୍ରିୟାଶୀଳ ଶକ୍ତି। ଯୋଉଠି ପ୍ରୟୋଗ କରିବ ସେଟା ତାହା ହିଁ ହବ। ତେଣୁ ଆମେ ସୌଭାଗ୍ୟ ଆମର ଏତିକି, ଜୀବନରେ ଯେତେବେଳେ ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତ, ଯେତେବେଳେ ଆଗକୁ କଣ ଘଟିବ ଆମେ ଜାଣିପାରୁନୁ, ପ୍ରତ୍ୟେକ ମୁହୂର୍ତ୍ତରେ ହଇଚଇ, ଦୋଦୁଲ୍ୟତା, ସନ୍ଦେହ ସବୁ ପ୍ରକାର ଆମକୁ ଘେରି ରହିଛନ୍ତି ସବୁ ଅପଶକ୍ତି ମାନେ। ସେ ଅପଶକ୍ତି କବଳରୁ କେବଳ ମାଙ୍କୁ ଯଦି ଆମେ ନିରନ୍ତର ମନେ ପକେଇ ପାରିବା, ତାଙ୍କୁ ନେଇ ଜୀବନ ନିର୍ବାହ କରିବା, ତେବେ ଚାରିପଟରେ ଅସୁବିଧା ଥିଲେ ବି ଆମେ କିନ୍ତୁ ସୁରକ୍ଷିତ ହୋଇ ରହିଥିବା। ଆପଣ ଦେଖିଥିବେ, ମୋର ଗୋଟେ କଥା ମନେ ପଡିଛି, ଆମେ ଯୋଉ ମାନେ ଚକିଆରେ ମାନେ ଶସ୍ୟ କିଛି କଣ କରୁ, ମାନେ ପଶୁ, ଯୋଉ ଶସ୍ୟ ଗୁଡିକ ମାଣି ଖୁଣ୍ଟି ପାଖରେ ରହିଯାଏ ତାହା ସୁରକ୍ଷିତ ରହେ। ଯୋଉ ଶସ୍ୟ ଗୁଡିକ ମାଣି ଖୁଣ୍ଟି ପାଖରୁ ଟିକେ ଦୂରକୁ ଯାଏ ତାକୁ କଣ କରେ, ସେ ଚକା ପେଶି ଦିଏ। ଠିକ ସେମିତି ଆମେ ଯେ ପର୍ଯ୍ୟନ୍ତ ମାଙ୍କୁ ସାଥିରେ ନେଇ ବଞ୍ଚିବୁ ସେ ପର୍ଯ୍ୟନ୍ତ ଆମେ ସୁରକ୍ଷିତ ହୋଇ ରହିଥିବୁ। ଯୋଉ ମୁହୂର୍ତ୍ତରୁ ଟିକେ ଦୂରକୁ ମାଙ୍କ ପାଖକୁ ଚାଲିଗଲୁ, ଛିଟିକି ପଇଲୁ, ଆମକୁ ସେ ପେଶି ଦବ। ତା ଅର୍ଥ ଏ ପରିସ୍ଥିତି ଏମିତି ଭାବରେ ପ୍ରସ୍ତୁତ ହେଇଛି ଆମକୁ ପେଶି ଦବ, ଆମେ ଆଉ ସୁରକ୍ଷିତ ରହିପାରିବୁ ନାହିଁ। ତେଣୁ ମାଙ୍କୁ ମନେ ପକେଇବାର ଅର୍ଥ ସତ୍ୟକୁ ଧାରଣ କରିବା, ମାଙ୍କୁ ମନେ ପକେଇବାର ଅର୍ଥ ଆଲୋକକୁ ଧାରଣ କରିବା, ଆଲୋକକୁ ନେଇ ବଞ୍ଚିବା, ସେଇ ମା। ତେଣୁ ମୋର ଅସ୍ଥିରତା, ମୋର କାମନା ବୋଲି କହିବାର ଅର୍ଥ କଣ? ଯେତେବେଳେ ଅଭ୍ୟାସବଶତଃ ଆମେ କିଛି ସ୍ପନ୍ଦନକୁ ନିରନ୍ତର ଗ୍ରହଣ କରି ଚାଲିଛୁ, କିନ୍ତୁ ନିରବତାର ସାଧନା କରିଥିବା ଜଣେ ସାଧକ ଏସବୁ ମିଥ୍ୟା ଏକତ୍ୱ ଦ୍ୱାରା ଅଧିକୃତ ହୁଏ ନାହିଁ। ତେଣୁ ଯୋଉ ସାଧକ ମାନେ କଣ କରନ୍ତି ନା ନିରବତା ଅବଲମ୍ବନ କରିଥାନ୍ତି, ସେମାନେ ଏ ମିଥ୍ୟାର କବଳରେ ପଡନ୍ତି ନାହିଁ। ମୋର ମନେ ପଡୁଛି ଗୋଟେ କଥା, ବହୁତ ପଢୁଥିଲି, କଣ କୁହନ୍ତି ନା ବଶିଷ୍ଠ ଆଉ ବିଶ୍ୱାମିତ୍ରଙ୍କ କଥା ଆମେ ସମସ୍ତେ ଜାଣିଛେ। ବଶିଷ୍ଠ ଜଣେ ବ୍ରହ୍ମର୍ଷି, କିନ୍ତୁ ବିଶ୍ୱାମିତ୍ର ବ୍ରହ୍ମର୍ଷି ହବା ପାଇଁ ଭାରି ବ୍ୟାକୁଳ। କିନ୍ତୁ ସେ ଯେତେବେଳେ ପ୍ରତ୍ୟେକ ମୁନି ଋଷି ମାନଙ୍କ କତିକି ଯାଇଛନ୍ତି, ତାଙ୍କୁ ସମସ୍ତଙ୍କୁ କହିଛନ୍ତି ମୁଁ କଣ ବ୍ରହ୍ମର୍ଷି ନୁହଁ ନା, ଯୋଉ ଦିନ ଆପଣଙ୍କୁ ବଶିଷ୍ଠ କହିବେ ଆପଣ ହଉଛି ବ୍ରହ୍ମର୍ଷି, ସେଇଦିନ ହିଁ ଆପଣ ବ୍ରହ୍ମର୍ଷି ହେବେ। ତେଣୁ ତାଙ୍କର କ୍ରୋଧ ବଢି ଚାଲିଛି କାହା ପ୍ରତି, ମାନେ ବିଶ୍ୱାମିତ୍ରଙ୍କର କ୍ରୋଧ ବଢି ଚାଲିଛି ବଶିଷ୍ଠଙ୍କ ପ୍ରତି, ଯେ ମତେ ସେ କୋଉ ଦିନ କହିବେ। କିନ୍ତୁ ବଶିଷ୍ଠ କେବେ ବି କୁହନ୍ତିନି। ସେ କ୍ରୋଧରେ କଣ କରୁଛନ୍ତି, ତାଙ୍କର 100 ପୁଅକୁ ମଧ୍ୟ ମାରି ଦେଇଛନ୍ତି। ଦିନକର ଘଟଣା କଣ ହେଇଛି, ବଶିଷ୍ଠ ତାଙ୍କ ମାନେ ଯୋଉ ପତ୍ର କୁଡିଆରେ ବସିଛନ୍ତି, ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ଅରୁନ୍ଧତୀ ଅଛନ୍ତି। ଏଇ ସମୟରେ ତାଙ୍କ ଘରେ କିଛି ଲୁଣ ସରିଯାଇଛି ବଶିଷ୍ଠଙ୍କର। ସେ କଣ କରିଛନ୍ତି, ତାଙ୍କ ସ୍ତ୍ରୀ ଅରୁନ୍ଧତୀ କହୁଛନ୍ତି, ଆଉ ଦେବୀ ତୁମେ ବିଶ୍ୱାମିତ୍ରଙ୍କ କୁଟୀରରୁ ଯାଇକରି କିଛି ଲବଣ ଝିଟି ଆସ। ସେ କହୁଛନ୍ତି
ତୁମେ ବିଶ୍ୱାମିତ୍ରଙ୍କୁ ମାନେ କୁଟୀରକୁ ଯିବା ପାଇଁ ମତେ ପ୍ରରୋଚନା ଦଉଛ? ମୁଁ ତାଙ୍କ କୁଟୀରକୁ ଯିବି, ଯାଇକିରି ଲବଣ ଆଣିବି, ଯିଏ ମୋର 100 ପୁଅକୁ ମାରିଦେଲା? କିନ୍ତୁ ସେ କହିଲେ ଦେଖ ମୁଁ ତାକୁ ବହୁତ ଭଲ ପାଏ। ନା ଭଲ ପାଅ ଯଦି ତାକୁ ବ୍ରହ୍ମର୍ଷି କହିଦଉନା, କହିଦେଇଥିଲେ ତ ମୋର 100 ପୁଅ ବଞ୍ଚିଥାନ୍ତେ, ତମେ ବ୍ରହ୍ମର୍ଷି କାହିଁ ତାଙ୍କୁ କହୁନା? ନା ମୁଁ ବ୍ରହ୍ମର୍ଷି ଏଇଥିପାଇଁ କହୁନି, ମୁଁ ଜାଣିଛି ମୁଁ ତା କୋଉଥିରେ ମଙ୍ଗଳ, ତାଙ୍କର କୋଉଥିରେ ମଙ୍ଗଳ ହବ ସେ କଥା ମୁଁ ଜାଣିଛି, ତେଣୁ ସେଇଥିପାଇଁ ମୁଁ ଏପର୍ଯ୍ୟନ୍ତ କହୁନାହିଁ। ଏଇଠି ଘଟଣାଟା ଥାଉ। ସେଦିନ କଣ ହେଇଛି ନା ବିଶ୍ୱାମିତ୍ର ମାନେ ମାନସିକ ଭାବରେ ପ୍ରସ୍ତୁତ ହେଇ ଆସିଛନ୍ତି, ଗୋଟେ ଉଦ୍ୟତ ତରବାରୀ ଧରିକି ଆସିଛନ୍ତି, ଆଜି ଯିବି ମାନେ ବଶିଷ୍ଠଙ୍କୁ ହତ୍ୟା କରିବି। ତେଣୁ ଯେତେବେଳେ ତାଙ୍କ କୁଟୀର ଭିତରକୁ ଆସିବା ପୂର୍ବରୁ ଅରୁନ୍ଧତୀ ଆଉ ବଶିଷ୍ଠଙ୍କର କଥୋପକଥନ ଶୁଣିଛନ୍ତି। ହଠାତ୍ କଣ କରୁଛନ୍ତି, ସେ ଟିକେ ଲୁଚି ଯାଇଛନ୍ତି, ସେ ସ୍ଥିର ହେଇକି ଛିଡା ହେଇଯାଇଛନ୍ତି, ତାଙ୍କ କଥା ଶୁଣୁଛନ୍ତି। ସେ ବୁଝିପାରୁଛନ୍ତି ଯେ ମତେ ବଶିଷ୍ଠ ଭଲ ବି ପାଆନ୍ତି, ମୋର ମଙ୍ଗଳ ପାଇଁ ସେ ଏଯାବତ ମତେ ବ୍ରହ୍ମର୍ଷି କହୁନାହାନ୍ତି, ମୁଁ କେଡେ କେଡେ ଭୁଲ ତାଙ୍କର କରିଦେଲି, ତଥାପି ସେ ମତେ ଭଲ ପାଆନ୍ତି। ତେଣୁ ସିଏ କଣ କରୁଛନ୍ତି, ତାଙ୍କ ଭିତରେ ମାନେ ଟିକେ ଅଶ୍ରୁ ଆସି, ତାଙ୍କ ଆଖିରେ ଅଶ୍ରୁ ଆସିଛି, ସିଏ କଣ କରୁଛନ୍ତି, ସେ ଖଣ୍ଡାଟାକୁ ସେଠି ଫୋପାଡ଼ି ଦେଇକିରି ଆସି ବଶିଷ୍ଠଙ୍କର ପାଦ ଧରି ପକେଇଛନ୍ତି, କହୁଛନ୍ତି ମୁଁ ବହୁତ ବଡ ଭୁଲ କରିଦେଇଛି, ମତେ ଆପଣ କ୍ଷମା କରନ୍ତୁ। ବଶିଷ୍ଠ କଣ କଲେ, ବିଶ୍ୱାମିତ୍ରଙ୍କୁ ଟେକିକି ଧଇଲେ, ଉଠ ବ୍ରହ୍ମର୍ଷି। ସେ ପର୍ଯ୍ୟନ୍ତ ତାଙ୍କ ଭିତରେ କ୍ରୋଧ ଶାନ୍ତ ହୋଇନଥିଲା, ସେ ପର୍ଯ୍ୟନ୍ତ ସେ ଅହଙ୍କାରର ବଶୀଭୂତ ହୋଇଥିଲେ। ଯୋଉଠି ଟିକେ ଅହଙ୍କାର ନଈ ଆସିଲା, ଅହଙ୍କାର ନିଜକୁ ସରେଣ୍ଡର କରିଦେଲା, ସେଇ ସମୟରେ ସେ ବ୍ରହ୍ମର୍ଷି ହେଲେ, ପଦବାଚ୍ୟ ହେଲେ। ତେଣୁ ମୋ କହିବାର କଥା ହଉଛି, ଆମେ ଏପର୍ଯ୍ୟନ୍ତ ନିରବତା ଅବଲମ୍ବନ କରିପାରୁନୁ। କାହିଁକି କରିପାରୁନୁ ନା ଆମ ଭିତରେ ଗୋଟେ ଅହଙ୍କାର ଅଛି, ଆମ ଭିତରେ ଗୋଟେ ବାସନା ଅଛି, ଯିଏ ଅଲଗାର ପ୍ରଶଂସା କୁ ଭଲ ପାଏ, ଯିଏ ପ୍ରଶଂସା ଖୋଜେ ସେ ନିନ୍ଦା ମଧ୍ୟ ପାଇବାକୁ ଯୋଗ୍ୟ ହେବା ଦରକାର, ଆଉ ସେ ନିନ୍ଦା ମଧ୍ୟ ପାଏ। ତେଣୁ ଆପଣ ପ୍ରଶଂସାରେ ମାତନ୍ତୁନି କି ନିନ୍ଦାରେ ମଧ୍ୟ ମାତନ୍ତୁନି, ଆପଣ କେବଳ ଯାହା ଠିକ ଆପଣଙ୍କ ଭିତରେ କହୁଛି, ଯୋଉ ଚୈତ୍ୟ ସତ୍ତା ଆପଣଙ୍କ ଭିତରେ ବା ଆତ୍ମପୁରୁଷ ଅଛନ୍ତି, ସେ ଯାହା କହୁଛି ତାହାର ନିର୍ଦ୍ଦେଶରେ ଚାଲନ୍ତୁ। ଯଦି ତା କଥା ବି ଶୁଣି ପାରୁନାହାନ୍ତି, ତାହେଲେ ମାଙ୍କୁ ପ୍ରତ୍ୟେକ କଥା ସରେଣ୍ଡର କରନ୍ତୁ, ଜଣାନ୍ତୁ, ଆଉ କାମ କରି ଚାଲନ୍ତୁ। ଧୀରେ ଧୀରେ ଦେଖିବେ ମାଙ୍କର ଶକ୍ତି ଆପଣଙ୍କ ଭିତରେ କ୍ରିୟା ହେବା ଆରମ୍ଭ ହେବ। ମା ହିଁ ଆପଣଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ପରିଚାଳିତ କରିକା ଯିବେ। ଏମିତି ଗୋଟେ ଦିନ ସମୟ ଆସି ପହଞ୍ଚିବ ଯୋଉ ଦିନ ଆପଣ ନିଜେ ଆପଣଙ୍କର ଚୈତ୍ୟ ସତ୍ତାକୁ ଆବିଷ୍କାର କରିବେ। ଆମ ଯୋଗର ପ୍ରଥମ ଲକ୍ଷ୍ୟ ହେଉଛି ଚୈତ୍ୟ ସତ୍ତାକୁ ଆବିଷ୍କାର କରିବା। ସେଇ ଚୈତ୍ୟ ସତ୍ତା ଆମ ଜୀବନର ସମ୍ମୁଖ ଭାଗରେ ରହିବା ଦରକାର, ଯୋଉ ଚୈତ୍ୟ ସତ୍ତା ଆମ ଜୀବନକୁ ପରିଚାଳିତ କରିବ। କିନ୍ତୁ ଏ ଯାବତ୍ ଆମେ କଣ କହିପାରିବା ଯେ ମୁଁ ଯାହା ଯାହା କରୁଛି ମୋ ଚୈତ୍ୟ ସତ୍ତାର ନିର୍ଦ୍ଦେଶରେ କରୁଛି ବା ଆତ୍ମପୁରୁଷଙ୍କ ନିର୍ଦ୍ଦେଶରେ କରୁଛି? ଆମେ କହିପାରୁନୁ ବୋଲି, ସେଇ ଅବସ୍ଥାରେ ବଞ୍ଚି ପାରୁନୁ ବୋଲି ତ ଆମ ଜୀବନରେ ଏତେ ସମସ୍ୟା, ଏତେ ଘନଘଟା, ଏତେ ବିପଦ, ଏତେ ରୋଗ ଯନ୍ତ୍ରଣା। କିନ୍ତୁ ଶ୍ରୀ ଅରବିନ୍ଦ ଆସିଥିଲେ କଣ ପାଇଁ ଏଠିକି? ଯୋଉ ରୋଗ ଯନ୍ତ୍ରଣା ମଣିଷକୁ କଷ୍ଟ ଦଉଛି, ସେ ରୋଗ ସବୁଦିନ ପାଇଁ ଲୋପ ପାଇଯିବ। ମଣିଷ ପାଖରେ ରୋଗ ରହିବ ନାହିଁ, ବାର୍ଦ୍ଧକ୍ୟ ରହିବ ନାହିଁ, ମଣିଷ ଚିର ଯୌବନ ହବ, ଇଭିନ୍ ବି ମୃତ୍ୟୁକୁ ମଣିଷ ଅତିକ୍ରମ କରିବ। ଏ କଥା ଆମେ ଶ୍ରୀ ଅରବିନ୍ଦଙ୍କ ପ୍ରତ୍ୟେକ ଲେଖା ଭିତରେ ମଧ୍ୟ ଅନୁଭବ କରିଛେ, ପଢିଛେ। କିନ୍ତୁ ଆମେ କେତେ ଦୂର ତାକୁ ଜୀବନରେ ପ୍ରୟୋଗ କରିଛେ, କେତେ ଦୂର ପ୍ରୟୋଗ କରିଛେ? ଯୋଉ ପ୍ରୟୋଗ କରିପାରୁନୁ ବୋଲି ତ ଆମ ଜୀବନ ଏତେ ସଙ୍କଟମୟ, ଏତେ କଷ୍ଟଦାୟକ, ଏତେ ଯନ୍ତ୍ରଣାପୂର୍ଣ୍ଣ। ତେଣୁ ବ୍ୟକ୍ତିତ୍ୱର ପରିବେଶ, ରକ୍ଷାକାରୀ ଆବରଣ ବା ଆସନ୍ନ ଦୁର୍ଘଟଣାର ସ୍ପନ୍ଦନ ମଧ୍ୟ ଏହା ସମୟ ସମୟ ବାରି ନେଇ ପାରିବ। କିଏ? ନିରବତା। ଏହା ଦ୍ୱାରା ଆମେ ସେଇ ସ୍ପନ୍ଦନ ପ୍ରବେଶ କରିବା ପୂର୍ବରୁ ହିଁ ତାକୁ ରୋକି ଦେଇ ପାରିବା। ସେମାନେ ପ୍ରବେଶ କରିବାରେ ଏତେ ଅଭ୍ୟସ୍ତ ହେଇଯାଇଛନ୍ତି ଯେ ଆମେ ଆମ ସହିତ ଏତେ ଘରୋଇ ଭାବେ ସମ୍ପୃକ୍ତ ହେଇଯାଇଛନ୍ତି ଯେ ସେଗୁଡିକ ଆସୁଛନ୍ତି ବୋଲି ମଧ୍ୟ ଆମେ ଅନୁଭବ କରିପାରୁଛୁ। ସେମାନଙ୍କର ସେଇ ଏକତ୍ୱ ଅନୁଭବ କରିବାର ପ୍ରକ୍ରିୟା ଖୁବ ଶୀଘ୍ର ସଂଗଠିତ ହେଇଯାଏ। ତେଣୁ ଆମେ ମାନେ ସେଇ ଯୋଉ ପ୍ରତିକ୍ରିୟା ଗୁଡିକ ସାଙ୍ଗରେ ଆମେ ଏତେ ଅଭ୍ୟସ୍ତ ହେଇଯାଇଛୁ, ଯାହା ଫଳରେ
ଆମେ ଜାଣିପାରୁନୁ ସେମାନେ ଆମ ସହିତ ମିଶିକି ରହିଯାଇଛନ୍ତି। ତେଣୁ କୋଉ କ୍ଷତିକାରକ ସ୍ପନ୍ଦନ ଆମ ଭିତରକୁ ଆସୁଛି, କିଏ ଆମକୁ ସହାୟତା ଦଉଛି, ଏ କଥା ଆମେ ଜାଣିପାରୁନୁ, ଯାହା ଫଳରେ ଆମ ଜୀବନରେ ଏତେ କଷ୍ଟ ବା ଯନ୍ତ୍ରଣା। ତେଣୁ ଆମେ ଯଦି ନିରବତାର ଅଭ୍ୟାସ ଆମ ଭିତରେ ଏକ ପ୍ରକାର ସ୍ୱଚ୍ଛତା ଆମେ କରିବା, ତେବେ ଆମ ଭିତରେ ତାହା ଏକ ସ୍ୱଚ୍ଛତା ଆଣିଦେବ। ଆମେ ସେଗୁଡ଼ିକ ଆସିବା ବିଷୟରେ ଜାଣିପାରିବା, ସେମାନଙ୍କୁ ଅଟକେଇ ପାରିବା, ସେମାନଙ୍କୁ ଅସ୍ୱୀକାର ମଧ୍ୟ କରିପାରିବା, ଆଉ ସେମାନଙ୍କୁ ପ୍ରତ୍ୟାଖ୍ୟାନ ମଧ୍ୟ କରିପାରିବା। ତେବେ ଆଜି ତ ସମୟ ହେଇଗଲାଣି, ଆଜିର ଏ ଶ୍ରଦ୍ଧା ଓ ଆଲୋଚନାକୁ ଆମେ ଏଇଠି ରଖିବା। ବନ୍ଦେ ମାତରମ୍।